ସବୁଠାରୁ ବଡ଼ ଖବର ଆସି ପହଞ୍ଚୁଛି। ଧାରୁଆସ୍ତ୍ର ଦେଖାଇ 4 ଲକ୍ଷ ଟଙ୍କା ଲୁଟି ନେଲେ 3 ଜଣ ଦୁର୍ବୃତ୍ତ। ଧାରୁଆସ୍ତ୍ର ଦେଖାଇ ଡିକି ଖୋଲି 4 ଲକ୍ଷ ଟଙ୍କା ଲୁଟି ନେଲେ 3 ଜଣ ଦୁର୍ବୃତ୍ତ। ବଲାଙ୍ଗୀର ଜିଲ୍ଲା ସିନ୍ଦିକେଲା ଥାନା ପୁଟଲାତୋଲେଇ କେନାଲ ନିକଟରେ ମରଣାସ୍ତ୍ର ଦେଖାଇ ଡିକି ଖୋଲି ନଗଦ 4 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ସୂଚନା ଅନୁଯାୟୀ ପୁଟଲାତୋଲେଇ ଗାଁର ଜଗବନ୍ଧୁ ଘିବେଲା ଚାନ୍ଦତରା ଷ୍ଟେଟ୍ ବ୍ୟାଙ୍କରୁ 4 ଲକ୍ଷ ଟଙ୍କା ଉଠାଇ ଘରକୁ ଯାଉଥିଲେ। ଠିକ୍ ସେହି ସମୟରେ ସିନ୍ଦିକେଲା ପୁଟଲାତୋଲେଇ କେନାଲ ନିକଟରେ ବାଇକ୍ରେ ଆସି 3 ଜଣ ଦୁର୍ବୃତ୍ତ ଲୁଟେରା ଜଗବନ୍ଧୁ ଘିବେଲାଙ୍କୁ ଗାଡ଼ିକୁ ଧକ୍କା ଦେଇଥିଲେ। ଗାଡ଼ିଟିକୁ ଧକ୍କା ଦେବା ଫଳରେ ବାଇକ୍ରୁ ତଳକୁ ଖସି ପଡ଼ିଥିଲେ ଜଗବନ୍ଧୁ ଘିବେଲା। ତାପରେ ପେଟରେ ଛୁରୀ ଦେଖାଇ ଦୁର୍ବୃତ୍ତ ଡିକି ଖୋଲି ନଗଦ 4 ଲକ୍ଷ ଟଙ୍କା ଲୁଟି ନେଲେ। ଫେରାର ମାରିଛନ୍ତି ଲୁଟେରା ଶିକାର ହୋଇ ଜଗବନ୍ଧୁ ଘିବେଲା ଏନେଇ ସିନ୍ଦିକେଲା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ବ୍ୟୁରୋ ରିପୋର୍ଟ जनता न्यूज़ 10। रेड ब्लैक अच्छे जबरदस्त लेकर जब गाड़ी यूज कर तो देखी फाड़ी कर नहीं गले टुआल भी थिला पासबुक अच्छे एटीएम मन अच्छे चेक बही अच्छे टोटाल डॉक्यूमेंट पत्र सब अच्छे। केन जगह एटा एटा हमर पुदलातोली केनाल रास्ता केनाल पाखे 3 जण थिले सेटा 3 जण थिले इयाडू गले और फिर जेन आड़े गले से आड़ा फिर रिटर्न